ଦଶଟା ପରେ ପ୍ରତିପଦ ଆରମ୍ଭ ହଉଛି, ରକ୍ଷାବନ୍ଧନ ଆଉ ହେଇପାରିବ। ଶ୍ରୀଯୁକ୍ତ ବଳିଆର ସିଂ, ଆପଣଙ୍କୁ ପ୍ରଥମ ପ୍ରଶ୍ନ ମୋର ଏହା ଯେ ଗହ୍ମା ପୂର୍ଣ୍ଣିମାକୁ ନେଇ ଯୋଉ ବର୍ତ୍ତମାନ ଦ୍ୱନ୍ଦ୍ୱ ରହିଛି ଯେ ରକ୍ଷାବନ୍ଧନ ଉତ୍ସବ କୋଉ ଦିନ ପାଳନ କରାଯିବ, ଘରେ ଘରେ ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ କୋଉ ଦିନ କରାଯିବ ଏବଂ ଗହ୍ମା ପୂର୍ଣ୍ଣିମାକୁ ନେଇ ଯୋଉ ଦ୍ୱନ୍ଦ୍ୱ ରହିଛି ତା ଉପରେ ଆପଣଙ୍କର ଜ୍ୟୋତିଷ ଶାସ୍ତ୍ର କଣ କହୁଛି? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ 9ଟା 9 ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ରହିବ। ଆଜ୍ଞା। ତାପରେ ପୂର୍ଣ୍ଣିମା ଆରମ୍ଭ ହେଉଛି। 28 ତାରିଖ ଦିନ ପୂର୍ଣ୍ଣିମା 9ଟା 48 ଶେଷ ହେଇଯାଉଛି। ଦେଖୁ ରକ୍ଷାବନ୍ଧନ ଟା କାର୍ଯ୍ୟକ୍ରମ ପୂର୍ଣ୍ଣିମା ଯେହେତୁ ଆଜି ଅଛି, ରକ୍ଷାବନ୍ଧନ କାର୍ଯ୍ୟ କରାଯାଇ ପାରିବ। କାଲି 10ଟା ସମୟ ପର୍ଯ୍ୟନ୍ତ କରାଯାଇ ପାରିବ। ମାନେ ଆଜିଠୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହେଇପାରିବ? ହଁ, ହେଇପାରିବ। କାଲି ସକାଳ 10ଟା ପର୍ଯ୍ୟନ୍ତ? କାଲି 10ଟା ପର୍ଯ୍ୟନ୍ତ। କାଲି 10ଟା ପରଠୁ ରକ୍ଷାବନ୍ଧନ ହେଇପାରିବ ନାହିଁ? 10ଟା ପରେ ପ୍ରତିପଦ ଆରମ୍ଭ ହଉଛି, ରକ୍ଷାବନ୍ଧନ ଆଉ ହେଇପାରିବ। ରକ୍ଷାବନ୍ଧନ ହେଇପାରିବନି। ଇଏ ଏମିତି କାହିଁକି ହେଇଛି ବୋଲି ଆପଣ ଭାବୁଛନ୍ତି, ବା ଏମିତି କଣ ପାଇଁ? ଯେହେତୁ ପୃଥିବୀ ଚାରି ପାଖରେ ଚନ୍ଦ୍ର ବୁଲୁଛି, ସେ ବୁଲିବା ସମୟ ବେଳେ ବେଳେ ଠିକ ଦିନରେ ପଳେଇ ଆସୁଛି, ବେଳେ ବେଳେ ତା ପୂର୍ବ ଦିନରୁ ପଳେଇ ଆସୁଛି। ପୂର୍ବ ଦିନରୁ ଯଦି ରାତି ବାସନା ତାହେଲେ କଟିଯାଆନ୍ତା, ଦିନ ଯଦି ଆରମ୍ଭ ହବ ତାହେଲେ ସେଟା ଯୋଉ ଦିନ ଶେଷ ହଉଛି ଆମର ପୂର୍ଣ୍ଣିମା, ସେଇ ଦିନଟାକୁ ପୂର୍ଣ୍ଣିମା ବୋଲି ଧରା ହଉଛି। କିନ୍ତୁ ଆଜି ରାତ୍ରି ହଉଛି ପ୍ରକୃତ ପୂର୍ଣ୍ଣିମା। ଆଜି ରାତିରେ ପୂର୍ଣ୍ଣଚନ୍ଦ୍ର ଆଜି ଦେଖାଯିବେ, କାଲି ରାତିରେ ଦେଖିଲା ବେଳକୁ ପୂର୍ଣ୍ଣଚନ୍ଦ୍ର ଟିକେ କମି ଯାଇଥିବ। ଆଜ୍ଞା, ତେଣୁ ସେଇଥିପାଇଁ ଆମେ ସେଇ ହିସାବରେ ଏଥର ପାଳନ କରିପାରିବା ରାକ୍ଷୀ ପୂର୍ଣ୍ଣିମାକୁ।